ओम नमो भगवते वासुदेवाय। षोडश अध्याय। कलिरे क्षीण धरा धर्म गोबेशे कथोपकथन करन्ते तहि परीक्षित आगम षोडश वृत्तान्त। सुतोवाच स्वभावे अभिमन्युसुत अति विक्रमी परीक्षित ब्राह्मण वाक्ये जन्म काले सम्भवी हस्तिनामण्डले राज्य आवरी महातेजे विप्रवचन गुण भजे विराट सुत सुता थिला स्नेह से परीक्षिते देला उत्तर सुता भाग्यवती नाम ताहार ईरावती ताहार गर्भे चारि सुत धर्मे सम्पादी परीक्षित कुमार जन्मे जय आदि सकल गुणे से प्रसिद्धि आनंदे राजा परीक्षित यज्ञे बरिला पुरोहित गंगार तीरे वेद सिद्ध साधिला तिनि अश्वमेध दक्षिणा देला मन भरी दिग विजय विजे करी कलिजुगकु एक दिने देखिला बेल अवसाने से शूद्र जाति नृप सजे लौह मूसल धरी भुजे अग्रे गो मिथुनकु थोई हुंकारे पाद प्रहारई ताहाकु देखि नृपमणि तक्षणे भुज धरि आणी बंधन कला बाहुबले से वीर अवनिमंडले एमन्ते सुत मुखु शुणी सौनक आदि जेते मुनि आनंदे होई कृतकृत्य कहन्ति शुण मुनिसुत। सौनक उवाच केवल हेतु परीक्षित दिग विजये उपगत कलिकी धरी बाहुबले बंधन कला किंपा छळे स्वभावे शूद्र रूप धरी कपटे नृप बेश करी पादरे प्रहारे काहाकु भोसुत कहिबा आमकु जे कृष्ण कथा शुभवाणी ए जीवतरे जाहा शुणी शरीर बही मोह कल्पे कि लाभ असत आलापे आयुष दिनु दिन तुटे जल देशने छिद्र घटे क्षुद्र आयुष प्राणीकर अमृत दाता चक्रधर एथु प्राणीक नाश अर्थे मृत्यु पुरुष ए जगते सेनो हे काहारी आयत करई क्षणे क्षणे ग्रस्त जाबत जम एहि ठारे मृत्यु नोहिब मर्त्यपुरे हरि कथार काल एहि मुनि कहतु दया बही से मृत्यु मुखु निस्तारण केवल श्रीकृष्ण शरण हरिचरित सुधापाने अमृत पिहित वचने दिन हरन्ति दुख सुखे ताहांकु नारायण रखे स्वभावे मंद बुद्धि प्राणी निज आयुष न प्रमाणी निरते मंद कर्म करे तार आयुष ए संसारे रात्रि रे निद्रा अर्धहरे दिवस व्यर्थ कर्मेशरे एमन्ते मुनिंक प्रसने सुत कहन्ति तोष मने। सुत उवाच से राज ऋषि जेते बेले बसिले हस्तिनामण्डले विशेषे अर्जुनर नाति राजांक मध्ये चक्रवर्ती कलि प्रवेश कथा शुणी दिग विजये नृपमणि तार संगते नृपवरे समर्थ नुहन्ति समरे उत्तम रथ सज करी रथे जोतिला अश्वचारी श्याम तु रंग मनोजब के कहु अश्वंक प्रभाव अश्वभूषित अलंकार जेह्ने उदित दिवाकरम रथ उपरे सिंहध्वज पुरु बाहार महाराज आवृत चतुरंग बले केताकु सम मही चले दिग विजये विजे कला चलन्ते अवनिकम्पिला
ମିଳେ ଉତ୍ତର କୁରୁ ଦେଶେ ସବନୁପତି ତାର ବସେ ଭଦ୍ରାସ୍ୱ କେତୁ ମାଳ ଜିଣି ଭାରତ ବର୍ଷ ନୃପମଣି ବରସ କିମ୍ପୁରୁଷ ଆଦି ଜିଣିଲା ସକଳ ସମ୍ପାଦି ସର୍ବନୃପତି ତା ଚରଣେ ଧନେ ଖଟିଲେ ଦାସପଣେ କେତେ ହେଁ ଲୋକ ତାର ଆଗେ କୃଷ୍ଣ ଚରିତ କଥା ରଙ୍ଗେ ଆତ୍ମାକୁ ରଖିଲେ ଯେ ମନ୍ତେ ଦ୍ରୋଣକୁ ମର ଶସ୍ତ୍ରଘାତେ ବୃଷ୍ଣି ପାଣ୍ଡବ ବନ୍ଧୁପଣେ ଭକତି କୃଷ୍ଣର ଚରଣେ ପୂର୍ବପୁରୁଷଙ୍କର ବାଣୀ ତୋଷ ତାହାଙ୍କ ମୁଖୁ ଶୁଣି ସନ୍ତୋଷ ହେଲେ ନୃପମଣି ଉତ୍ତମ ଧନ ବସ୍ତ୍ର ଆଣି ତାହାଙ୍କୁ ଦେଲେ ପୁରସ୍କାର ରତ୍ନ କଙ୍କଣ ମଣିହାର ପାଣ୍ଡବ ତୁଲେ ଯେତେ ଭାବ ସଂସାରେ ସାଧିଲେ ମାଧବ ରଣେ ସାରଥି ପଣେ ରଥେ ଜୀବନ ବାସ ଘୋର ପଥେ ଦୁଃଖ ଉଧାରି ସଖା ପଣେ ହସ୍ତିନା ଗଲେ ଦୂତପଣେ ଆସନ ଶୟନ ଭୋଜନେ ସ୍ତୁତି ବଚନେ ବନ୍ଧୁପଣେ ଏ ଆଦି ଯେତେ କର୍ମ କରି ପାଣ୍ଡବ ସଙ୍ଗ ତେ ବିହରି ସେ ଭାବ ଘେନି ଦୃଢ଼ ଚିତ୍ତେ ଭଜିଲା କୃଷ୍ଣ ପାଦ ଗତେ ପୂର୍ବପୁରୁଷଙ୍କର ଧର୍ମ ସାଧିଲା ଅନୁଦିନେ କର୍ମ ଯାପୁଣି ଦିନେ ଆଚମ୍ଭିତେ ଘଟିଲା ଶୁଣ ଶୁଦ୍ଧ ଚିତ୍ତେ ଧର୍ମ ଯେ ଏକ ପାଦ ବହି ଦିନେ ସେ ବୃଷ ରୂପ ହୋଇ ଭୂମିକି ଦେଖି ଧେନୁ ରୂପେ ବିଶ୍ୱାସେ ମିଳିଲା ସମୀପେ ସେ ଧେନୁ ଅତି ଦୁଃଖେ ଦୁଃଖୀ ଅଧୋବଦନେ ଅଶ୍ରୁମୁଖୀ କାନ୍ଦଇ ତେଜହୀନ ହୋଇ ବଛା ବିହୁନେ ଜେହ୍ନେ ଗାଇ ତାର ବଦନ ଚାହିଁ ଧୀରେ ଧର୍ମ ପୁଛଇ ପ୍ରିୟ ଭରେ ଭୁବ ସୁନ୍ଦରୀ ସତ୍ୟ କହ ତୋର ବିଷୟେ ମୋ ସନ୍ଦେହ ତୋର ଶରୀରେ କିବା ବ୍ୟାଧି ଅନ୍ତର ବାହାରେ ଆଚ୍ଛାଦି ବିରସ ବଦନ ତୋହର ଯେ ମୁଖ ସ୍ୱଭାବେ ସୁନ୍ଦର କିବା ତ ନୟ ତୋର ମଲା ସ୍ୱାମୀ ବା ଦୂରେ ପ୍ରବାସିଲା କିବା ତୋହର ମନ ବ୍ୟଥା କି ନଷ୍ଟ ଧନେ ତୋର ଚିନ୍ତା ଏକଇ ପାଦ ଦେଖି ମୋତେ ଦୟା ବସିଲା କିବା ଚିତ୍ତେ କିବା ଏ ଘୋର କଳି କାଳେ ସୂତ୍ରେ ଭୁଞ୍ଜିବେ ତୋତେ ବଳେ କିବା ଦେବଙ୍କ ପ୍ରୀତି ଛଳେ ଯଜ୍ଞ ନୋହିଲା ମହି ତଳେ ତେଣୁ ବା ଇନ୍ଦ୍ର ନ ବର୍ଷିଲେ ଏଣୁ ବା ପ୍ରଜା ନାଶ ଗଲେ କିବା ପୁରୁଷେ ନିଜ ନାରୀ ଉପେକ୍ଷୀ ପରଦାର କରି କିବା ବାଳକେ ପିତା ମାତା ଛାଡ଼ିବେ ତେଣୁ ତୋର ଚିନ୍ତା କିବା ବ୍ରାହ୍ମଣେ ବେଦବାଣୀ ସାଧିବେ ନିଜ କୂଳେ ଆଣି କିହୀନ କ୍ଷତ୍ର ବନ୍ଧୁ ରାଜା କଳି ପୀଡ଼ିତ ଜନ ପ୍ରଜା ନିଜ ଭୁବନ ଛାଡ଼ି ଜନେ ପଶିବେ ଦୁର୍ଗମ ବିପିନେ ପ୍ରାଣୀ ନ ମଣି ସ୍ଥାନ ସ୍ଥାନ ଆସନ ଶୟନ ଭୋଜନ କରିବେ ପର ପାକେ ମତି ପର ଯୁବତୀ ସଙ୍ଗେ ରତି କିବା ତୋହର ଗୁରୁ ଭାର ଖଣ୍ଡିଲା କୃଷ୍ଣ ଅବତାର ତାର ଚରଣ ତୋ ଉପର ଜେହ୍ନେ ଭୂଷିତ ଅଳଙ୍କାର ତାର ଚରିତ ଗୁଣ ଲୀଳା କିବା ତୋ ମନ ସୁମରିଲା ତାର ବିଯୋଗେ ତୋର ଚିତ୍ତ ଚିନ୍ତା ସାଗରେ ମୋହଗତ ଏ ଆଦି ଯେତେ ଚିନ୍ତା ଭାର କହ ତୋ ବିମନ ବ୍ୟବହାର ଦେବେ ପୂଜନ୍ତି ତୋତେ ଭଲେ ଏବେ ଅବଜ୍ଞା କିବା କଲେ କାଳ ବା ତୋର ଶୁଭ ହରି ଏଣୁ ଦିଶିଲୁ ହତ ଶିରି ଧର୍ମ ବୃଷଭ ବାକ୍ୟ ଶୁଣି ବିନୟେ କହି ଧରଣୀ ଉବାଚ ଭୋବୃଷ ଯେତେ ପ୍ରଶ୍ନ ତୋର ଏତୋତେ ନୋହେ ଅଗୋଚରମ୍ ତୋହର ଚତୁର ଚରଣ ପ୍ରାଣୀଙ୍କ ସୁଖର କାରଣ ସତ୍ୟ ଶୌଚ ଦୟା କ୍ଷାନ୍ତି ତ୍ୟାଗ ସନ୍ତୋଷ ରୁଜୁ ବୃତ୍ତି
ତପସ ମତା ସମଦମ ତିତିକ୍ଷା ଲାଭେ ଉଦାସୀନ ଜ୍ଞାନ ବୈରାଗ୍ୟ ଐଶ୍ୱର୍ଯ୍ୟ ସ୍ୱାତନ୍ତ୍ର୍ୟ ତେଜ ସ୍ମୃତି ଶୌର୍ଯ୍ୟ ଧୈର୍ଯ୍ୟ କୌଶଳ ମୃଦୁ ଭାବ କାନ୍ତି ବାଗ୍ମିତା ସୁସ୍ୱଭାବମ୍ ବିନୟ ସହ ଓଜବଳ ସ୍ଥୈର୍ଯ୍ୟ ଗାମ୍ଭୀର୍ଯ୍ୟ ଏ ସକଳମ୍ କୀର୍ତ୍ତିମାନ ଅନହଙ୍କାର ଏ ସର୍ବ ଯାହାର ଶରୀର ଏ ଆଦି ଅନ୍ୟ ଧର୍ମ ଯେତେ କର୍ମ ସାଧନ ଏ ଜଗତେ ମହତ ଜନ ଆଚରଣ ଆତ୍ମାର ପରମ କାରଣ ଏ ସର୍ବ ଗୁଣ ସୌଭାଗେ ଗମିଲେ ଗୋବିନ୍ଦର ସଙ୍ଗେ ପଡ଼ିଲା କଳି ଦୃଷ୍ଟିପାତ ତେଣୁ ଶୋଚନା ମୋର ଚିତ୍ତ ମୁଁ ଏବେ ଆତ୍ମା କୁସୁମରି ଏ ସର୍ବ ଗୁଣ ମନେ ଧରି ତୋର ଚରଣ ଭଗ୍ନ ଦେଖି କାନ୍ଦଇ ହୋଇ ଅତି ଦୁଃଖୀ ଦେବତା ଋଷି ପିତୃଗଣ ଯେ ବର୍ଣ୍ଣାଶ୍ରମ ଆଚରଣ ଏ ସର୍ବ ଧର୍ମ ଗଲା ଦୂର ମୋତେ ଛାଡ଼ିଲେ ଚକ୍ରଧର ବ୍ରହ୍ମାଦି ଦେବ ଦେବୀ ଯେତେ ନିଶ୍ଚଳେ ମୋହର ସହିତେ ଯାର ଅପାଙ୍ଗେ ମୁଖ୍ୟ ଶିରି ଲଭିବୁଁ ବୋଲି ଆଶା କରି କଠୋର ତପ ସାଧିବନେ ପ୍ରପନ୍ନ ଯାହାର ଚରଣେ ସେ ଲକ୍ଷ୍ମୀ ତେଜୀ ପଦ୍ମବନ ଯାର ହୃଦୟେ ଲଭିସ୍ଥାନ ସ୍ୱସ୍ଥାନେ ନ ଲାଗିତା ମନ ଯାର ଚରଣେ ନିତ୍ୟ ଧ୍ୟାନ କରି ବଞ୍ଚଇ ସର୍ବବେଳା ସେ ହରି ନିଜ ପୁରେ ଗଲା ତାର ଚରଣ ଚିହ୍ନ ଯେତେ ଧ୍ୱଜ ଅଙ୍କୁଶ ମୋର ଗାତ୍ରେ ସେବେ ସେ ଅଳଙ୍କୃତ ହୋଇ ଶୁଦ୍ଧ ସୁନ୍ଦର ବିରାଜଇ ଯେଣୁ ଛାଡ଼ିଲେ ମୋତେ ହରି ତେଣୁ ଦିଶଇ ହତ ଶିରି ଅସୁର ଅକ୍ଷୌହିଣୀ ଭାର ଉଶ୍ୱାସ କଲା ଯେ ମୋହର ତୋତେ ସ୍ଥାପିଲା ଯେ ସଂସାରେ ଅଶେଷ ଜନ ଉପକାରେ ଯାଦବ ବଂଶ ହିତକର ଅଶେଷ ଅନଙ୍ଗ ସୁନ୍ଦର ଏ ତିନି ଲୋକ ମନ ମୋହେ ଶ୍ୟାମ ସୁନ୍ଦର ନିଜ ଦେହେ ସେ ରୂପ ହୋଇଲା ଅନ୍ତର ତେଣୁ ବିବର୍ଣ୍ଣ ରୂପ ମୋର କଥନ ମନୋହର ସ୍ମିତେ ପ୍ରେମାବଲୋକ ବହୁମତେ ଦ୍ୱାରକାପୁର ନାରୀଙ୍କର ଯେମାନ ହରେ ନିରନ୍ତର ଯାର ଚରଣ ରେଣୁ ଲାଗି ତୃଣ ଛଳେ ମୁଁ ପୁଲକାଙ୍ଗି ତାର ବିଯୋଗ କେବା ସହି ପାରଇ ଲୋକେ ଦେହ ବହି ସୁତ ଉବାଚ ଏମନ୍ତେ କହୁ କହୁ ବାଣୀ ଧର୍ମର ସଙ୍ଗତେ ଧରଣୀ ସେ ପରୀକ୍ଷିତ ଦଣ୍ଡଧାରୀ ଦିଗ ବିଜୟ କର୍ମସାରୀ ଧର୍ମ ଧରଣୀ ସଙ୍ଗ ମେଳେ ମିଳିଲେ ସରସ୍ୱତୀ କୂଳେ ବୋଲଇ ଦାସ ଜଗନ୍ନାଥ ପ୍ରଥମ ସ୍କନ୍ଧେ ଭାଗବତ ତରଣେ ଭବ ସିନ୍ଧୁ ଭେଳା ଗୀତ ପ୍ରବନ୍ଧେ ପ୍ରକାଶିଲା ପରୀକ୍ଷ ଦିଗ ବିଜେ ବାଣୀ ସୁଜନେ ତର ଏହା ଶୁଣି ଇତି ଶ୍ରୀମଦ୍ ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ପ୍ରଥମ ସ୍କନ୍ଧେ ପୃଥ୍ୱୀ ଧର୍ମ ସମ୍ବାଦୋ ନାମ ଷୋଡ଼ଶୋऽଧ୍ୟାୟଃ ଶ୍ରୀକୃଷ୍ଣଂ ସମର୍ପଣମସ୍ତୁ। ଓಂ ନମୋ ଭଗବତେ ବାସୁଦେବାୟ।